ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ସମସ୍ତଙ୍କୁ ସ୍ୱାଗତ ଦେଲେ। ହେଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଯେତେବେଳେ ତମମାନଙ୍କର 110 ନମ୍ବର ପୃଷ୍ଠାକୁ ଦେଖ। দেখলে ধীর বরসে কথাକୁ ଘେନି ତୁମ୍ଭ ସ୍ମୃତି ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି ବୈଦେହୀର ପ୍ରଣୟକୁ ମୋଣିବ ସପନ ଚାହିଁନବ ପ୍ରଣୟିନୀ ପ୍ରଫୁଲ୍ଲ ଲୋପନ। କହୁଛନ୍ତି ଧୀରବର। ଧୀରବର କହିଲେ ପଣ୍ଡିତ ଶ୍ରେଷ୍ଠ, ଧୀରବର କହିଲେ ଧୀର ଶ୍ରେଷ୍ଠ। ହେ ଧୀରବର ରଘୁବୀର ରାମଚନ୍ଦ୍ର ସେ କଥାକୁ ଘେନି ତୁମ୍ଭ ସ୍ମୃତି। ସେ ଯେଉଁ କଥା କହିବେ ସେ ରାମାୟଣ କଥା କହିବେ। କେମିତି ରାମାୟଣ ସୀତାଙ୍କ ବିବାହ ହେଲା, 14 ବର୍ଷ ବନବାସ ହେଲା, ସୀତା ଚୋରି ହେଲା, ଏଇ ରାମାୟଣ କଥାକୁ ସେ କହିବେ ଏବଂ ସେ ସେଇ କଥାକୁ ଘେନି ତୁମ ସ୍ମୃତି ଯେତେବେଳେ ତୁମ ସ୍ମୃତି ତୁମ କାନକୁ ସେ କଥାକୁ ଆଣିବ ନା, ଯେତେବେଳେ କହିବ ସେ କଥା ତୁମ ସ୍ମୃତିରେ ପଡିବ, ଯେତେବେଳେ ତୁମ କାନରେ ବାଜିବ ନା, ଦେନ୍ ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି। ଯଦି ଏଇ ଦିନା ଏଇ ଦୁଃଖୀ ବୈଦେହୀର, ବୈଦେହୀ କହିଲେ ବିଦେହୀ ରାଜ୍ୟର କନ୍ୟା। ବୈଦେହୀ ସୀତା ମାତାଙ୍କୁ କୁହାଯାଏ ବିଦେହ ରାଜ୍ୟର କନ୍ୟା। ତେଣୁ ଏଇ ଦୁଃଖିନୀ, ବୁଝିପାରିଲା, ବୈଦେହୀ ଏଇ ଦୁଃଖିନୀ ସୀତାର ସ୍ମୃତି ଯଦି ଆପଣଙ୍କ ସ୍ମୃତି କି ଆସିଲା ତାହେଲେ କଣ କରିବେ ନା, ବୈଦେହୀର ପ୍ରଣୟକୁ ମଣିବ ସପନ। ଏଇ ବୈଦେହୀ ଏଇ ସୀତାଙ୍କ ପ୍ରଣୟ, ଏଇ ସୀତାଙ୍କର ପ୍ରେମକୁ ଆପଣ ସ୍ୱପ୍ନ ବୋଲି ମନେ କରିବେ। ଏବଂ କଣ କହୁଛନ୍ତି, ଦେନ୍ ଚାହିଁନବ ପ୍ରଣୟିନୀ ପ୍ରଫୁଲ୍ଲ ଲୋପନ। ନବ ନୂଆ କରି ପ୍ରଣୟିନୀ ନବ ସ୍ତ୍ରୀ, ନବ ବିବାହିତା ପତ୍ନୀର ପ୍ରଫୁଲ୍ଲ ସତେଜ ବା କୋମଳ ବା ସୁନ୍ଦର ଲୋପନ କହିଲେ ନୂଆ ବାହା ହେଇଥିବା ଆପଣଙ୍କ ନବ ପ୍ରଣୟିନୀ ନୂଆ ସ୍ତ୍ରୀର ପ୍ରଫୁଲ୍ଲ ଲୋପନକୁ ଦେଖି, ମାନେ ମୁହଁକୁ ଦେଖି, ସୁନ୍ଦର ମୁଖକୁ ଦେଖି, ସତେଜ ମୁହଁକୁ ଦେଖି କଣ କରିବ ନା, ମୋର ପ୍रणयକୁ ଆପଣ ସ୍ୱପ୍ନ ବୋଲି ମନେ କରିବ। ଏବଂ ଦେଖିଲେ କହୁଛନ୍ତି ବୈଦେହୀର ପ୍ରଣୟକୁ ମଣିବ ସପନ। ଏଇ ସୀତା ପ୍ରେମକୁ ଆପଣ ସ୍ୱପ୍ନ ବୋଲି ଭାବି ଭୁଲିଯିବ। ଏବଂ କାହିଁକି ଭୁଲିଯିବେ, ନୂଆ ବାହା ହେଇଛନ୍ତି ନା, ନବ ପତ୍ନୀର ସୁନ୍ଦର ମୁହଁକୁ ଦେଖି ଆପଣ ମୋ ପ୍ରେମକୁ ସ୍ୱପ୍ନ ବୋଲି ଭାବିବେ। ତାହେଲେ କଣ କହିଲେ ହେ ପଣ୍ଡିତ ଶ୍ରେଷ୍ଠ, ହେ ଜ୍ଞାନୀ ଶ୍ରେଷ୍ଠ, ହେ ଧୀରବର ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମୋ କଥା ଯେତେବେଳେ ଲବକୁଶଙ୍କ ଠାରୁ ଶୁଣିବେ ନା, ମୋ କଥା ଯେତେବେଳେ ଲବକୁଶଙ୍କ ଠାରୁ ଶୁଣିବେ ନା, ତାହେଲେ ଆପଣଙ୍କର ସ୍ମୃତିକୁ ଆପଣଙ୍କ କାନରେ ଯଦି ପଇଲା ଏ କଥା, ଯଦି ଏ ଦିନା ବୈଦେହୀର ସ୍ମୃତି ଆପଣଙ୍କଠି ଆସିଲା, ଆପଣ ଯଦି ସ୍ମୃତିରେ ମୁଁ ଆସିଲି, ତାହେଲେ ମୋର ପ୍ରେମକୁ ଆପଣ ସ୍ୱପ୍ନ ବୋଲି ମନେ କରି ନୂଆ ବଧୂର ନବବଧୂର ସୁନ୍ଦର ମୁଖକୁ ଦେଖି ଆପଣ ମୋ ପ୍ରେମକୁ ଆପଣ ସ୍ୱପ୍ନ ବୋଲି ମନେ କରିବେ। ପ୍ରଭୁ ମୋ ପ୍ରେମକୁ ସ୍ୱପ୍ନ ବୋଲି ମନେ କରିବା। ଆଉ କଣ କହୁଛନ୍ତି ଦେଖିଲେ, ଲେଖୁଥାନ୍ତି ପତ୍ର ସତୀ ହୃଦୟ ବିକଳେ
ପତ୍ର ଦୌତ ହଉଥାଏ ନୟନର ଜଳେ, ଆଉ କି ଲେଖିବି ବୋଲି ଭାବୁଥିଲେ ବସି, ଆସିଗଲେ କୁଶଲ ମୁଦେ ହସି ହସି। ଲେଖୁଥାନ୍ତି ଏଇଭଳି ଭାବରେ ଭିକ୍ଷା ମାଗୁଥାନ୍ତି ଯେ ତାଙ୍କ କଥା କହୁଥାନ୍ତି, କିଏ ସେ ନାରୀ, କିଏ ସେ ନବବଧୂ ହଉଛି ଆପଣଙ୍କୁ ପାଇଛି, କେଉଁ ତପସ୍ୟା କରି ପାଇଛି, କେତେ ତପସ୍ୟା କରିଥିଲା, କେଉଁଠାରେ ତପସ୍ୟା କରିଥିଲା, ମୋର ଦୁଇ ପୁତ୍ର, ମୋର ପୁଅ ପିତାଙ୍କ କୋଳରେ ବସିବାର ଭାଗ୍ୟ ସେମାନଙ୍କର ନାହିଁ, ଏବଂ ମୋର ପୁତ୍ର ଯେଉଁମାନେ ଭାରି ଅବୋଧ, ଏବଂ ତାଙ୍କ ଭାଗ୍ୟରେ ବାପାଙ୍କ ସ୍ନେହ ଅନୁରାଗ ଟିକେ ନାହିଁ, ବୁଝିପାରିଲା, ବାପାଙ୍କ ସ୍ନେହ ଅନୁରାଗ ଟିକେ ନାହିଁ। ସେମାନେ ଆଜି ଯାଉଛନ୍ତି ମହର୍ଷି ବାଲ୍ମୀକି ସହିତ ଆପଣଙ୍କ ପାଦକୁ ଟିକେ ଦର୍ଶନ କରିବା ପାଇଁ, ସେଠି ରାମାୟଣ ଗାଇବେ, ଏବଂ ଯେଉଁ କଥାକୁ ଶୁଣିଲେ ଆଖିରୁ ଜଳ ଯାଏ, ଲୁହରେ ଆଖି ଜଳ ଜଳ ହୋଇଥାଏ ନା ନାଇଁ। ତାହେଲେ ଏଇ କଥାକୁ ଯେତେବେଳେ ଗାଇବେ, ଯଦି ମୋ ସ୍ମୃତିରେ ମନେ ପଡିଯାଏ ନା, ତାହେଲେ ନୂଆ ସ୍ତ୍ରୀର ମୁଖକୁ ସୁନ୍ଦର ମୁଖକୁ ଦେଖି ମୋ କଥାକୁ ସ୍ୱପ୍ନ ବୋଲି ଭାବି ଭୁଲି ଯିବେ ପ୍ରଭୁ। ଏବଂ ଏଇ କଥାକୁ ଯେତେବେଳେ ଲେଖୁଥାନ୍ତି, ପତ୍ର ଲେଖୁଥାନ୍ତି ପତ୍ର ସତୀ ହୃଦୟ ବିକଳେ, ଲେଖୁଥାନ୍ତି ପତ୍ର, ବୁଝିପାରିଲା, ଲେଖୁଥାନ୍ତି ପତ୍ର। ଏଇଭଳି ଭାବି ଭାବି ଯେତେବେଳେ ପତ୍ରରେ ଲେଖୁଥାନ୍ତି, ସତୀ ହୃଦୟ ବିକଳେ, ବିକଳ ହୃଦୟକୁ ନେଇ ଯେତେବେଳେ ପତ୍ର ଲେଖୁଥାନ୍ତି, ଏଇ ପତ୍ରଟି ପତ୍ର ଧୌତ ହଉଥାଏ ନୟନର ଜଳେ, ଆଖିର ଲୁହରେ ପତ୍ର ଧୌତର ହଉଥାଏ ଯାଉଥାଏ, ଚିଠି ଲେଖୁଥାନ୍ତି, କିନ୍ତୁ ସେ ଚିଠିରେ ଆଖିର ଲୁହର ଥବ ଥବ ହେଇ ଖସି ପଡୁଥାଏ। ଦେନ୍ ଆଉ କି ଲେଖିବି ବୋଲି ଭାବୁଥିଲେ ବସି, ଆଉ କଣ ଲେଖିବି ବୋଲି ଯେତେବେଳେ ସେ ବସିକି ଭାବୁଥିଲେ, ଆସନ୍ତା କାଲି ଲବକୁଶଙ୍କ ହାତରେ ଚିଠିଟା ପଠେଇବେ, ଏବଂ କଣ ଲେଖିବି ବୋଲି ଯେତେବେଳେ ଭାବୁଥିଲେ, ଦେନ୍ ଆସିଗଲେ କୁଶଲବ ମୁଦେ ହସି ହସି, ହସି ହସି, ମୁଦେ କହିଲେ ଆନନ୍ଦରେ, ଦେଖିଲେ ଏଟାରେ ମୁଦେ କହିଲେ ଆନନ୍ଦରେ, ହସି ହସି ଲବକୁଶ କଣ କଲେ, ଅବୋଧ ବାଳକ, ଅଜ୍ଞାନ ବାଳକ, କିଛି ଜାଣିନାହାନ୍ତି ବାପା ମାଙ୍କ କଥା, ଆସିକି ଜଙ୍ଗଲରେ ଅଛନ୍ତି, ବାଲ୍ମୀକି ସହିତ, ବାଲ୍ମୀକିଠୁ ବହୁତ ଦୀକ୍ଷା ଗ୍ରହଣ କରିଛନ୍ତି, પરંતુ ପୂର୍ବ କଥା କିଛି ଜାଣିନାହାନ୍ତି, କିଏ ସେ ରାମ, କିଏ ସେ ସୀତା, ଏଇ କଥା ସେ କିଛି ଜାଣିନାହାନ୍ତି। ତେଣୁ ସେ କଣ କରୁଛନ୍ତି, ଆନନ୍ଦ ସହକାରେ ଅବୋଧ ବାଳକ ଦ୍ୱୟ ହସି ହସି ପଶି ଆସିଲେ, ଯେତେବେଳେ ମାତା ସୀତା ପ୍ରଭୁ ଶ୍ରୀରାମଙ୍କୁ ପତ୍ର ଲେଖୁଥିଲେ, ବୁଝିପାରିଲା। ତାହେଲେ ବିଲେ ଏଇ ଗୋଟେ ଥିଲା ଆଜିର କବିତାର ସାରାଂଶ, ବୁଝିପାରିଲା। ଆଉ ହଁ ବିଲେ, ଏଇ କବିତାର ପ୍ରଶ୍ନ ଉତ୍ତର ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ବିଲେ ଆଜି ପାଇଁ ବସ ଏତିକି।